ଗୋଟେ ଜଙ୍ଗଲରେ ଗୋଟେ ମାଙ୍କଡ଼ ଥିଲା ତା କେହି ସାଙ୍ଗ ନଥିଲେ ଆଉ ଦିନେ ନଦୀରେ ଗୋଟେ କୁମ୍ଭୀର ବାହାରିଲା ଆଉ ସେଇ କୁମ୍ଭୀର କହିଲା ଆରେ ଆଜି ଜଙ୍ଗଲରେ ନେବ ଆଉ କୁମ୍ଭୀର କହିଲା ଆରେ ଆହୁରି ଜାମୁକୋଳି ଦଉନ ମୁଁ ଫ୍ରି ଫାୟାର ନେବି ଆଉ ମାଙ୍କଡ଼ ଗୋଟେ ଜାମୁକୋଳି କହିଲା କୁମ୍ଭୀର ନଦୀରୁ ବାହାରିକିନା ଖାଇବା ଗଲା ଆଉ ସେ ସେଇଟା କହିଲା ଆଉ ତା କଳିଜା ମୋର ମିଠା ହେଇଥିବ ଆଣିବ ଆକୁ ଆମେ ମାରିକି ଖାଇବା ଆଉ ସେ କୁମ୍ଭୀର କହିଲା ହଉ ମୁଁ ଆଣୁଛି ସେ ମାଙ୍କଡ଼ ତା ଜଙ୍ଗଲ ଭିତରକୁ ଚାଲିଗଲା ଆଉ କୁମ୍ଭୀର ଯାଇକି ବସିକି କହିଲା ସେ ମାଙ୍କଡ଼ଟା କେତେବେଳେ ଆସିବ ଆଉ ସେଇ କୁମ୍ଭୀର କହିଲା ତୁ କେତେବେଳେ ଜଙ୍ଗଲକୁ ଯାଇଥିଲୁ ତୋତେ କେତେ ଖୋଜିଲି ଆଉ ସେ ମାଙ୍କଡ଼ ଆଉ ସେ କୁମ୍ଭୀର କହିଲା ଆଉ ଘରକୁ ଚାଲୁନ ସ୍ତ୍ରୀଲୋକ ବହୁତ ବଡ଼ ଖାଇବାକୁ ଦେବେ ନାଇଁ ଆମେ ଯିବୁନି ତମେ ଯାଅ ଆରେ ତମକୁ ଖାଇବାକୁ ଦେବେନି ଆଉ ସେ କୁମ୍ଭୀରଟା କହିଲା ଆରେ ସ୍ତ୍ରୀଲୋକ ଖାଇବାକୁ ଦଉନି ତମକୁ ମାରିକି ଖାଇବ ଆଉ ସେ ମାଙ୍କଡ଼ ତା ମୁଣ୍ଡରେ ଗୋଟେ ଉପାୟ କହିଲା ସେଇ ମାଙ୍କଡ଼ଟା କହିଲା ମୁଁ ପୁରା କଳିଜା ଗଛ ଉପରେ ଛାଡ଼ିକି ଆଇଛି ଚାଲ ଗଛକୁ ତାକୁ କଳିଜା ଦେଇଦେବି ଆଉ ତମେ ନେଇକି ତାକୁ ପିଇବାକୁ ପଳେଇବ ଆଉ ସେଇ ତା ଗଛକୁ ଗଲା ଆଉ ସେଇ ମାଙ୍କଡ଼ ତା ଗଛକୁ ଏମିତି ଦିଆଗଲା ଆଉ ସେଇ ମାଙ୍କଡ଼ କହିଲା ଆଉ ହସିକି କହିଲା ଆରେ କୁମ୍ଭୀର ତୁ ତ ବହୁତ ସାହସ ହେଇଗଲୁ ଆଉ ଯା ମୁଁ ତତେ ଜାମୁକୋଳି ଆଉ କଳିଜା ଦେବି ଆଉ କୁମ୍ଭୀର କାନ୍ଦି କାନ୍ଦି ପଳେଇଲା।